श्रीमद्भागवत दशम स्कंध गोपलीला। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं सुखमुखाद अमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। प्रथम अध्याय। वन्दे देवलम्बोदर पाशंकुशवेनिकर पृथुल जठर सुंदर गजवदन गणेश्वर अनादिनाथ रनंदन अमृत पाने तुषमन यज्ञ आरंभे तोर पूजा उत्तरे कंठे नागराजा श्याम सुंदर तनोवर्ण अशेष विघ्न विनाशन तोर महिमा मुखे कही के अछि नर देह बही कर सुदया गणनाथ कहिबी श्रीकृष्ण चरित नवई प्रभु नरहरि हिरण्य कशिपु विदारी उदय रवि जिणितेज सुंदर सोहे चतुर्भुज कुंडल शशि दिनकर नक्षत्र माला हृदयहार ब्रह्मांड माल मालई तोलम मूले छन्ति रही धर्म पालक तो जगते शरीर बहु भृत्य हिते दुष्ट निवारी संथ पालु तो नाथ परम दयालु कर सुदया नरहरि तो लीला कहिबी विस्तारी परम मंगल तो नाम श्रवणे खंडे विघ्नमान व्यास कुमार पाद धरी कहे परीक्षा दंडधारी भूमुनि होई बासदये मोचित रहु तोर पाए पांडव कूले मोर जन्म मोहर बंधु भगवान द्रोण कुमार बाण त्रासे मरी भी कही गले व्यासे ता शुणी जननी मोहर शरण गला चक्रधर
ଗର୍ଭେ ପଡ଼ିଲା ସେ ବାଣ ମୋତେ ରଖିଲେ ନାରାୟଣ। ତେଣୁ କୃଷ୍ଣର ମୋ ଶରୀର କିଣିଲା ସେବକ ମୋ ତାର ଚରିତ କର୍ଣ୍ଣେ ଶୁଣି ତରି ବିଭବ ତରଙ୍ଗିଣୀ ତରି ବିଭବ ତରଙ୍ଗିଣୀ ତରି ବିଭବ ତରଙ୍ଗିଣୀ। ଶ୍ରୀକୃଷ୍ଣ ଲୀଳାର ଚରିତ ମୁଖ ପଙ୍କଜୁ ତୋର ଜାତ କର୍ଣ୍ଣ ଯୁଗଳେ ପାନ କରି ହେଳେ ତରି ବିଭବ ବାରି ହେଳେ ତରି ବିଭବ ବାରି। ପାଣ୍ଡବେ ଯାହାର ବିଶ୍ୱାସ ତରିଲେ କୁରୁବଳ ତ୍ରାସୁ ବର୍ଷା ଚରଣେ ଜହ୍ନେ ଜଳ ହେଳେ ତରିଲେ କୁରୁବଳ ହେଳେ ତରିଲେ କୁରୁବଳ। ଯାହାର ଚରିତ ଗହନ ଧ୍ୟାନେ ଭାବନ୍ତି ମୁନି ଜନ ଭବସାଗର ପରମାଦ ବିଷୟ ବିଶ୍ୱକୁ ଏ ଗଦ। ଚାଣ୍ଡାଳ ବ୍ରହ୍ମ ଯାଏ ଲୋକ କେ ଶୁଣି ହୋଇବ ବିମୁଖ ଅଶେଷ ଜନ୍ତୁ ଦେହ ବହି ଯେ କାଳ ରୂପେ ଛନ୍ତି ରହି ମାୟା ମନୁଷ୍ୟ ରୂପେ ଜାତ ନିବେଦି କଲେ ମୃତାମୃତ। ନବମ ସ୍କନ୍ଧେ ମୋହି ଶୁଣି ସେ କଥା ମନେ ମନେ ଗୁଣି ବିଚାରି କଲି ବ୍ରହ୍ମ ଚିତ୍ତ ଭୂମୁନି କହିବା ତଦନ୍ତ। ଶ୍ରୀ ଭାଗବତର ସିଦ୍ଧାନ୍ତ ଅମୃତର ସମୟ ଗୀତ ଯାଦବ କୁଳେ ଯଦୁ ବଂଶେ ଜନ୍ମ ହୋଇଲେ ଦେବ ଅଂଶେ ନୀଳଧବଳ ରୂପ ଦୁଇ ଦେବକୀ ଗର୍ଭେ ଜାତ ହୋଇ ନୀଳଧବଳ ରୂପ ଦୁଇ ଦେବକୀ ଗର୍ଭେ ଜାତ ହୋଇ କେମନ୍ତେ ରୋହିଣୀର ସୁତ ରାମଙ୍କୁ କହନ୍ତି ଜଗତ ବେନି ଉଦରେ ଏକ ଦେହ ଭୂମୁନି ଫେଡ଼ିବା ସନ୍ଦେହ ଭୂମୁନି ଫେଡ଼ିବା ସନ୍ଦେହ। କେବଳ ହେତୁ ଭଗବାନ ଗୋପତେ ଗଲେ ବୃନ୍ଦାବନ ଭକ୍ତକୁ ତାରିବାର ଆସେ ରମିଲେ ବାଳକ ବିଶ୍ୱାସୀ ପୁଣି କେତେ ଦିନେ ହରି ମିଳିଲେ ମଥୁରା ନଗରୀ ଜଗତ ଜନଙ୍କର ଗୁରୁ ଯାହା ମହିମା ମହାମେରୁ କିମ୍ପା ଅନୀତି ଆଚରିଲେ ସୋଦର ମଉଳା ମାଇଲେ ଏକି ତାଙ୍କର ପରମାଣ ଯାହାଙ୍କ ନାମ ନାରାୟଣ। ମନୁଷ୍ୟ ରୂପେ ହୋଇ ଜନ୍ମ କେତେ ବରଷ ଭୋଗ କର୍ମ ଯାଦବ ସଙ୍ଗତେ ବିହରି କେତେ କଳତ୍ର ଭୋଗ କରି ଏ ଆଦି ଯେତେକ ଚରିତ ଭୂମୁନି କହି ତୋଷ ଚିତ୍ତ ଦେଖ ମରଣ କାଳ ମୋର ପ୍ରତ୍ୟକ୍ଷେ ତେଜିଲି ଆହାର ହରିଚରିତ ସୁଧା ବାରି ତୋର ବଦନୁ ପାନ କରି ହରିଚରିତ ସୁଧା ବାରି ଶ୍ରୁତି ଯୁଗଳେ ପାନ କରି ଜଗତ ସଂହାରିଣୀ କ୍ଷୁଧା ସେ ମୋତେ ନ କରଇ ବାଧା ଶୁଣି ରାଜାର ସାଧୁ କଥା ସେହି ପଣ୍ଡିତ ସାମରଥା କୃଷ୍ଣ ଚରଣେ ଦେଇ ଚିତ୍ତ କହନ୍ତି ଶୁଣ ଭାଗବତ ସାଧୁ ଚରିତ ତୋର ବୁଦ୍ଧି କୃଷ୍ଣ ଚରଣେ ଚିତ୍ତ ଖେଦି ଗୋବିନ୍ଦେ ତୋର ମନ ଯେତେ ମୁଁ କହି ପାରିବି କି ତୋତେ ଗୋବିନ୍ଦ ପ୍ରସଙ୍ଗ ବିଧାନ ହେଳେ ତାର ଏ ତିନି ଜଣ ଶ୍ରୋତାବକତା ଯେ ପଚାରି ଏ ତିନି ଜଣେ ଜାନ୍ତି ତରି ଶ୍ରୋତାବକତା ଯେ ପଚାରି ଏ ତିନି ଜଣ ଜାନ୍ତି ତରି
ତା ପାଦ ଗଙ୍ଗା ଜଳ ଯେହ୍ନେ ତାର ସ୍ନାନ ପିଣ୍ଡ ଦାନେ ନାମ ମାତ୍ରକେ ପାପ ନାଶେ ତାର ସେ ତିନି ପୁରୁଷେ କହିବି କୃଷ୍ଣ ଲୀଳାମାନ ରାଜନ ହୁଅ ସାବଧାନ ଅସୁର ବଳ ପାଦ ଭରେ ଭୂମି କମ୍ପିଲା ଥରରେ ଭାରରେ ଚଳି ନ ପାରଇ ଅଧରୁ ରୁଧିର ବହି ଭାରରେ ଚଳି ନ ପାରଇ ଅଧରୁ ରୁଧିର ବହି ଅଧରୁ ରୁଧିର ବହି ଦିନେ କ ବିଚାରଇ ବସି କେ ମୋର ଶରୀର ଆଶ୍ୱାସୀ ଛାଡ଼ିବି ସଂସାର ଧାରଣ ବ୍ରହ୍ମାରେ ପଶିବି ଶରଣ ମାୟା ସ୍ୱର ବିରୂପ ହୋଇ କାନ୍ଦଇ ଚୌଦିଗ ଚାହିଁ କାନ୍ଦଇ ଚୌଦିଗ ଚାହିଁ ବିଧାତା ନିକଟେ ମିଳିଲା ନିଜ ବେଦନା ଜଣାଇଲା ବିଧାତା ଶୁଣିତା ବିକଳ ସଙ୍ଗେ ଘେନିଲେ ଦେବ ବଳ ସଙ୍ଗେ ଘେନିଲେ ଦେବ ବଳ ଶଙ୍କର ହୋଇ ସର୍ବ ଆଗେ ମିଳିଲେ କ୍ଷୀର ସିନ୍ଧୁ ଲାଗେ ଜଳଧି କୂଳେ ଦେବ ଗଣ ଡାକନ୍ତି ରଖ ନାରାୟଣ ଡାକନ୍ତି ରଖ ନାରାୟଣ ଡାକନ୍ତି ରଖ ନାରାୟଣ ଅନେକ ଧ୍ୟାନ ସ୍ତୁତି କଲେ ହରି ସନ୍ଦେଶ ନ ପାଇଲେ ଅନେକ ମତେ କରି ଧ୍ୟାନ ବ୍ରହ୍ମା ପାଇଲେ ମନେ ଛନ୍ନ ଅନନ୍ତ ନ ଦେଖି ବିଧାତା ମନେ ପାଇଲେ ଗୁରୁ ଚିନ୍ତା ସମାଧି ବସିଲେ ତକ୍ଷଣ ଚିନ୍ତିଲେ ଶ୍ରୀକୃଷ୍ଣ ଚରଣ ବ୍ରହ୍ମାର ଦେଖିଣ ବିକଳ କରୁଣା କଲେ ଆଦି ମୂଳ ନିଦ୍ରାର ବେଳେ ନର ହରି ସ୍ୱପ୍ନେ କହିଲେ ମୁରାରି ବ୍ରହ୍ମାଙ୍କୁ ଦିଶିଲା ଏସନ କହନ୍ତି ପ୍ରଭୁ ଭଗବାନ ଶୁଣ ବଚନ ମୋର ଧାତା ମୁଞ୍ଜି ଜଗତ ପିତା ମାତା ସକଳ ମୋହର ଭିଆଣ କେବଳ ଦେଲି ପରମାଣ କେବଳ ଦେଲି ପରମାଣ କେବଳ ଦେଲି ପରମାଣ ମୋର ବଚନ ଶିରେ ଧରି ତୁ ଅଛୁ ଜଗତ ଆବୋରି ବେଦ ବିଚାରି ସୃଷ୍ଟି ପାଳୁ মেদিনী ভারে কিম্পা ভাড়ু মেদিনী ভারে কিম্পা ভাড়ু মেদিনী ভারে কিম্পা ভাড়ু মেদিনী ভারে কিম্পা ভাড়ু ମୁଁ ତାହା ଜାଣଇ ଯେ ସର୍ବ ନାସିବି ଅସୁରଙ୍କ ଗର୍ବ ଏବେ ସକଳ ଦେବେ ଯାଅ ମଞ୍ଚ ମଣ୍ଡଳେ ଜାତ ହୁଅ ଯାଦବେ ଆଦି ସପ୍ତ ବଂଶ कंसरे होइब विश्वास गोपी गोपाल रूप होई गोपे जन्मिब देह बही मुजात वसुदेव घरे बढ़ी भी जाए गोपपुरे 16 सहस्र गोप नारी रमी भी वृंदावने हेरी अनेक मारी भी असुर खंडी भी अवनीर भार भक्त जनों को धारिबी पुणी निज रूप हेबी पुणी निज रूप हेबी पुणी निज रूप हेबी एबे जाओ तू सत्वर कहिबो देवंक आगर शीघ्र हुअन्तु मर्त्य जानव कही होइले अंतर्ध्यान कही होइले अंतर्धान स्वप्न चेती बेदावर कहिले देवंक आगर शुणे सानंद देव गणे न मिले धातार चरणे कहती शुण बेदावर जहा कहिले चक्रधर अवनी मध्य देह धरी
ଗୋପେ ଯାଦବେ ଅବତରି ହୋଇବ ଏ ଆମ୍ଭର ସତ୍ୟ। କି କହିଲେ ଜଗନ୍ନାଥ ସେ କଥା କହ ପ୍ରଜାପତି ଶୁଣି ନିର୍ମଳ ହେଉ ମତି। ବ୍ରହ୍ମା ବୋଇଲେ ଦେବେ ଶୁଣ ଯାହା କହିଲେ ନାରାୟଣ। ଯାବତ ବସୁଦେବ ଘରେ ଜନ୍ମିବେ ଦେବକୀ ଉଦରେ। ହରିର କଳା ଏ ଅନନ୍ତ ଆଗେ ହୋଇବେ ଗର୍ଭଗତ। ମାୟାର ଯୋଗ ବଳେ ହରି ଦେବକୀ ଗର୍ଭ ତାହା ହରି। ରୋହିଣୀ ଗର୍ଭେ ତାହା ଥୋଇ ଦାସ ବତ୍ସଳ ଭାବଗ୍ରାହୀ। ଦାସ ବତ୍ସଳ ଭାବଗ୍ରାହୀ ଦାସ ବତ୍ସଳ ଭାବଗ୍ରାହୀ। ଆପणे ପ୍ରଭୁ ଜଗନ୍ନାଥ ଦେବକୀ ଗର୍ଭେ ହେବେ ଜାତ। ଦୁର୍ଗାଙ୍କୁ ଯଶୋଦାର କୋଳେ ଜାତ କରିବେ ଯୋଗ ବଳେ। ଏମନ୍ତ ତରିବେ ସଂସାର ଦାସ ବତ୍ସଳ ଦାମୋଦର। ଶୁଣିଣ ବିଧାତା ବଚନ ଦେବେ ଆନନ୍ଦ କଲେ ମନ। ଚାହିଁଲେ ଧରଣୀ ବଦନ କହନ୍ତି ଧନ୍ୟ ତ ଜୀବନ। କହନ୍ତି ଧନ୍ୟ ତ ଜୀବନ। ତୋର ଉପରେ ଚକ୍ରଧାରୀ ମନୁଷ୍ୟ ଦେହେ ଅବତରି। ନାସିବେ ତୋର ଦୁଃଖ ରାଶି ଆମ୍ଭେ ଦେଖିବୁ ବ୍ରହ୍ମ ରାଶି। ମହି ଆଶ୍ୱାସୀ ଦେବଗଣ ଚଳିଲେ ଯେ ଯାହା ଭୁବନ। ଏବେ ହୋ ଶୁଣ ମହିପତି ଯେ ମନ୍ତେ କଲେ ଲକ୍ଷ୍ମୀପତି। ହରିଚରଣେ ଦେଇ ଚିତ୍ତ କହି ବିପ୍ର ଜଗନ୍ନାଥ। କହି ବିପ୍ର ଜଗନ୍ନାଥ। କହି ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां वयासिक्यां दशमस्कन्धे देवाः क्षीरदार्णवगमने कृष्णप्रसन्ने नाम प्रथमोऽध्यायः।